Hello everyone, good morning. ପଣସ ହିଂଚଟ ତରକାରୀ। ଆଉ ଯଦି ଆପଣମାନଙ୍କୁ ଏହାର ରେସିପି ଦରକାର ତାହେଲେ ମୋତେ କମେଣ୍ଟ କରନ୍ତୁ। ଆସି ପହଞ୍ଚିଗଲି ମାର୍କେଟରେ, ରାତି 10ଟା ହେଲାଣି। ବାପା ଆଉ ମୁଁ ଘର ଯାଇନୁ, ଦେଖିବା କେତେବେଳେ ଯାଉଛି। फाइनाली ମୁଁ ମାର୍କେଟରୁ ଆସିକି ତଳକୁ ଯାଇକି डिनर କରିନେଲୁ। ବହୁତ ଲେଟ୍ ହେଇଥିଲା, 10:30 ବାଜିଗଲାଣି କାମ ସାରିକି ଆସିଲା ବେଳକୁ। ତ डिनर ସାରିକି ତ ମୁଁ ମୋର ସ୍କିନ୍ କେୟାର ଟିକେ କରିଦେଲି ଲିପ୍ ବାମ୍ ଲଗାଇଦେଲି, ଦେଖିପାରୁଥିବେ ଆପଣ। ତ ଏବେ फाଇନାଲି ମୁଁ ରାତି 11:20 ହେଲାଣି ଏବେ। ତ ଭାବୁଛି ଟିକେ ପାଠ ପଢ଼ିଦେବା, କାହିଁକିନା ଯେହେତୁ ମୁଁ ସନ୍ଧ୍ୟାବେଳେ ମାର୍କେଟ ଯାଇଥିଲି ଆମ କାମରେ, ମୁଁ ଅନ୍ ଡ୍ୟୁଟିରେ ଥିଲି। ତ ଆଜି ବୁକ୍ ବି ସେଠିକି ମୁଁ ପ୍ରାୟତଃ ସେଠିକି ବୁକ୍ ନେଇକି ଯାଏ, ସେଠି ଯେତେବେଳେ ଫ୍ରି ଟାଇମ୍ ମିଳିଯାଏ ପାଠ ପଢ଼ିଦିଏ। ତ ଆଜି ମୁଁ ନେଇକି ଯାଇନଥିଲି, ସଡ଼ନ୍ ମୋତେ ଫୋନ୍ କଲେ, ମୁଁ ବାହାରିକି ଗଲି। ତ ମୁଁ ବୁକ୍ ନେଇନଥିଲି, ତ ସେଥିପାଇଁ ଯାଉଛି ଏବେ ଟିକେ ପଢ଼ାପଢ଼ି ସାରିଦେବି। ପଢ଼ାପଢ଼ି ସାରିଲା ପରେ ଶୋଇଦେବି, ଟିକେ ଜଲ୍ଦି ପାଠ ପଢ଼ିଦେବି। ପଢ଼ିଦେଇକି ଜଲ୍ଦି ଶୋଇବାକୁ ପଡ଼ିବ, କାହିଁକିନା କାଲି ମୋର ମର୍ଣ୍ଣିଂ ଡ୍ୟୁଟି ଅଛି। ଆଉ କାଲି ମୋତେ ସକାଳୁ ଉଠିକି କାମ ସାରିକି ମୋତେ ଯିବାକୁ ହେବ, କାହିଁକିନା କାଲି ଟିକେ ବହୁତ ଅଧିକା କାମ ଅଛି ସେଠି। କାଲି ଗ୍ୟାସ୍ ଗାଡ଼ି ଆସିବାର ଅଛି। ଆଉ ଆପଣମାନେ ଜାଣିଥିବେ ଏବେ ଗ୍ୟାସ୍ରେ ଦୁନିଆ ରୁଲ୍ ରେଗୁଲେସନ୍ ହେଇଗଲାଣି। ଆଉ ବହୁତ ପ୍ରୋବ୍ଲେମ୍ ହେଉଛି କଷ୍ଟମରକୁ ଗ୍ୟାସ୍ ଦେବା କରିବା। ତ ସେଥିପାଇଁ ବାପା ଏକୁଟିଆ, ତ ମୋତେ ଯିବାକୁ ପଡ଼ିବ। ଆଉ ହୁଏତ ମୁଁ ସେଇ ଟାଇମ୍ରେ ଆପଣଙ୍କୁ ଭିଡ଼ିଓ କରିକି ଦେଖି ନ କରି ଫିର୍ ବି ଚେଷ୍ଟା କରିବି ଟିକେ ଦେଖିବା ପାଇଁ। ଯେହେତୁ ସେ କାଲି କଷ୍ଟମର ଆସିଲେ ସାଙ୍ଗେ ସାଙ୍ଗେ ଗ୍ୟାସ୍ ଗାଡ଼ି ଆସିବ, ତ ସେଇଠି ଲୋଡ଼ିଂ ଅନଲୋଡ଼ିଂ ସବୁ ମାନେ ସାଙ୍ଗେ ସାଙ୍ଗେ କଷ୍ଟମର ପାଖରୁ OTP ନେଇକି ବୁକିଂ ଚେକ୍ କରିକି OTP ନେଇକି ତାଙ୍କୁ ଗ୍ୟାସ୍ ଲାଗି ଡେଲିଭରି କରିବାକୁ ପଡ଼ିବ। ତ ସେଥିପାଇଁ ବହୁତ କାମ ଅଛି। ତ ଗାଇସ୍ ବେଶୀ କିଛି ମୁଁ ଆଜି ଆଉ କହିପାରିନି, ବହୁତ ରାତି ହେଲାଣି। ତ ଯାଉଛି ଜଲ୍ଦି ଟିକେ ପାଠ ପଢ଼ିଦେଇକି ଶୋଇପଡ଼ିବା, କାଲି ସକାଳୁ ମୋତେ ସକାଳୁ ଉଠିବାର ଅଛି। ବାଏ ବାଏ, ଟାଟା, ଗୁଡ୍ ନାଇଟ୍, ସି ୟୁ। ପାଠ ପଢ଼ୁ ପଢ଼ୁ ଟାଇମ୍ କେମିତି ଚାଲିଗଲା ଜଣା ହିଁ ପଡ଼ିଲାନି। ଆଉ ପାଠ ପଢ଼ିକି ଉଠିଲା ବେଳକୁ ଦେଖିଲା ବେଳକୁ ରାତି 4 ବାଜିଯାଇଥିଲା ଅଲରେଡ଼ି। ଚାଲନ୍ତୁ ଜଲ୍ଦି କାମ ସାରିବା, ପୁଣି ଶୋଇବାକୁ ପଡ଼ିବ, ସକାଳୁ ପୁଣି କାମ ଅଛି। ତ ଏଠି ମୁଁ ମୋର ପାଠ ଟିକେ କମ୍ପ୍ଲିଟ୍ ଘରେ ଆଜି ଜେଜେମାଙ୍କର ଆଦ୍ୟସାଧ୍ୟ ଅଛି, ତ ସେଥିପାଇଁ ଏଠି ପ୍ରିପାରେସନ୍ ଚାଲିଛି। କିନ୍ତୁ ମୋତେ ଜଣା ନଥିଲା, ମୁଁ ସକାଳୁ ଉଠିଲା ପରେ ହିଁ ଜାଣିଲି ଯେ ଆଜି ଆମ ଘରେ ଶ୍ରାଦ୍ଧ ଅଛି। ଗାଡ଼ି ଆସିବାର ଥିଲା, ତ ମୋ ଡ୍ୟୁଟି ଥିଲା, ମୁଁ ଯାଇଥିଲି, ଆସିକି କ୍ଷୀରି ବନେଇଲି। ତ ଆପଣମାନଙ୍କ ସହିତ ମୁଁ ସେୟାର କରିପାରିଲିନି, ଆଇଟମ୍ ସବୁ ବି ଦେଖିପାରିଲିନି, ଯେହେତୁ ମୋତେ ଟାଇମ୍ ହେଲାନି। ଆଉ ମୋ ସାନ ଭଉଣୀ ଦେଖିପାରୁଥିବେ ବହୁତ ଖାଇଦେଇ ଆସିଛି, ଆଇଟମ୍ ଯେହେତୁ ବହୁତ ହେଇଥିଲା। ଆଉ ଆସିକି ଏଠି ଏକ୍ସରସାଇଜ୍ କରୁଛି। ଯାହାର ବି ଏକ୍ସରସାଇଜ୍ କରିବାର ଅଛି ଆସି ସହଯୋଗ କରନ୍ତୁ। ଥ୍ୟାଙ୍କ ୟୁ ସୋ